ଏଲାହାବାଦର କୁମ୍ଭମେଳା ପଡ଼ିଥାଏ। ବହୁତ ଲକ୍ଷ ଲକ୍ଷ ସାଧୁସନ୍ଥ ଆସିଥାନ୍ତି, ସୁରଦାସ ବି ଆସିଥାନ୍ତି, ଆଉ ତା ସଙ୍ଗେ ସଙ୍ଗେ ତୁଳସୀଦାସ ବି ଯାଇଥାନ୍ତି। ଏହି ସମୟରେ ଚାରିଆଡ଼େ ପ୍ରଚାର ହେଲା ଯେ ଗୋଟେ ହାତୀ ପାଗଳା ହେଇକି ଦୌଡ଼ୁଛି। ସମସ୍ତେ କିଏ କୁଆଡ଼େ ଚାଲିଲେ ତା ସୀମା ନାହିଁ। ସୁରଦାସ ଘର ଭିତରକୁ ପଳେଇଲେ। ତୁଳସୀଦାସ ବାହାରିକି ଗୋଟେ ଆମ୍ବ ଖାଇବାକୁ ସେ ହାତୀକି ଦେଲେ। ହାତୀରେ ଆମ୍ବ ଖାଇକି ମାନେ ନତମସ୍ତକ ହେଇକିରି ରହିଲା। ଚାରିଆଡ଼େ ପ୍ରଚାର ହେଇଗଲା ଯେ ତୁଳସୀଦାସ ଜଣେ ସିଦ୍ଧ ମହାତ୍ମା, ସେ ଗୋଟେ ଆମ୍ବ ଦେଲେ ପାଗଳା ହାତୀ ଭଲ ହେଇଗଲା। ଏଇ କଥା ଶୁଣିକିରି ଯେ ସୁରଦାସ ବାହାରିକି ଆଇଲେ ତାଙ୍କ ଘର ଭିତରୁ। ତୁଳସୀଦାସ ପଚାରିଲେ, ଆପଣ କୁଆଡ଼େ ଯାଇଥିଲେ? କହିଲେ, ମୁଁ ଘର ଭିତରକୁ ଚାଲି ଯାଇଥିଲି। କାହିଁକି ଯାଇଥିଲ? ହାତୀକି ଡରିକି? କହିଲା, ନା ଆଜ୍ଞା, ହାତୀକି ଡରିକି ନୁହେଁ, ଆପଣଙ୍କର ଭଗବାନ ହେଲେ ରାମଚନ୍ଦ୍ର। ସିଏ ଥରେ କାଣ୍ଡ ମାରିଦେଲେ ସେ ହାତୀ ଚୁପ୍ ହେଇଯିବ, କିନ୍ତୁ ଆମର ଯେଉଁ ବାଲଗୋପାଲ କୃଷ୍ଣ, ସେ ହାତୀକି ଦେଖିଲେ ଡରିବେ, ତେଣୁ ମୁଁ ତା ଭିତରକୁ ଯାଇଥିଲି ତାକୁ ଶାନ୍ତି କରିକି ଶହି ଦେବା ପାଇଁ। ଜୟ ଶ୍ରୀକୃଷ୍ଣ।